ओम या देवी सर्वभूतेषु शक्तिरूपेण संस्थिता नमस्तुते 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 नमः नमः। ମୋ ଦୁର୍ଗା ମାତା ଚ୍ୟାନେଲ୍ ତରଫରୁ ଦୁର୍ଗା ପୂଜା ଉପଲକ୍ଷେ ମାଙ୍କ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା। ଆଜି ଦୁର୍ଗା ଅଷ୍ଟମୀ ମାଙ୍କର ପୂଜା। ହଁ ଆଜ୍ଞା, ଗୋଟେ କଥା କହୁଛି, ମା ଠାରୁ ବଡ଼ ଏ ଦୁନିଆରେ କେହି ନାହାନ୍ତି। ସବୁର ମୂଳରେ ମା। ଆଜି ମୋର ନିଜକୁ ଏମିତି ଧନ୍ୟ ମନେ କରୁଅଛି, ଆଜିର ଦିନରେ ମୁଁ ଜନ୍ମ ହୋଇଥିଲି। ମୋର ସବୁ ସମର୍ପଣ ମାଙ୍କ ପାଖରେ, ମୋ ଦୁର୍ଗା ମାଙ୍କ ପାଖରେ। ଯିଏ ମୋତେ ଜନ୍ମ ଦେଇଛି, ମୁଁ ତା କୋଳରେ ମୋ ବୋଉ, ମୁଁ ଆଜି ନିଜକୁ ଧନ୍ୟ ମନେ କରୁଛି। ମୋ ବାପା ମା ପାଇଥିଲି। ଆଜିର ଗୋଟିଏ ଦିନ ମୋତେ ଏତେ ଆନନ୍ଦ ଲାଗେ ଯେ ମୁଁ ନିଜକୁ ଗର୍ବ କରେ। ଏମିତି ଜନ୍ମ ଯିଏକି ମୁଁ ମାଙ୍କ ପୂଜା ସମୟରେ ଜନ୍ମ ହେଇଛି, ସେଇଟା ମୁଁ ନିଜକୁ ଭାବେ ଏଇଟା ମାଙ୍କର ଆଶୀର୍ବାଦ। ମୋତେ ଲାଗେ ମୁଁ ସତିକା ମା, ମୋ ଦୁର୍ଗା ମାଙ୍କର ମୋ ପୁଅ। ଦେଖିଦେଲେ ନା ଦୁର୍ଗା ମାକୁ, ମୋ ପେଟ ପୁରେଇଯାଏ। ଆଉ ଏଇଠି ଗତ 3 ବର୍ଷ ହବ ମୁଁ ମୂର୍ତ୍ତି ପୂଜା କରିପାରୁନି। ଗୋଟେ କାରଣ ଅଛି। ମୁଁ ନିଜ ସକ୍ଷ ଅନୁସାରେ ବ୍ରାହ୍ମଣ ଡକାଏ, ମୂର୍ତ୍ତି ପୂଜା କରେ, ହୋମ ପାଠ କରେ। ମୋ ସକ୍ଷ ଅନୁସାରେ ମୁଁ ଯେତିକି ମୋ ଜନ୍ମଦିନ ଉପଲକ୍ଷେ ମୁଁ ଲୋକଙ୍କୁ କିଛିଟା ଖାଇବାକୁ ଦିଏ, କିନ୍ତୁ ସେତିକି ହେଇପାରୁନି। ସେତିକି ଚିନ୍ତା ନାହିଁ, ମାଙ୍କର ବରାଦ ନାହିଁ। ଆଜି ବର୍ତ୍ତମାନ ଯାଇଥିଲି ଠାକୁର ମନ୍ଦିର ଯାଇଥିଲି, ମାଙ୍କୁ ଦର୍ଶନ କରିକି ଆସିଲି। ସେଇଠି ମୋତେ ବହୁତ ଭଲ ଲାଗିଲା। କିନ୍ତୁ ଗୋଟିଏ ମୋତେ ବାଧୁଛି, ମୁଁ ଆଗେ ମୂର୍ତ୍ତି ପୂଜା କରେ, ସେଇଟା ମୋ ଦ୍ୱାରା ହେଇପାରୁନି। କାହିଁକିନା ଏଠି ସେସବୁ ସୁବିଧା ନାହିଁ। ମୁଁ ଏଠି 3 ବର୍ଷ ହେଲାଣି ଅଲଗା କମ୍ପାନୀ କରୁଥିଲି, ଦୁର୍ଗା ପୂଜା କରୁଥିଲି, ସେ ରୁମ୍ରେ କରୁଥିଲି। ଏଠି ବର୍ତ୍ତମାନ ସାଇଟ୍ ଉପରେ କ'ଣ କରିବି? ଇଆଡ଼େ କର୍ମ ହିଁ ଭଗବାନ। କାମ କର, ଫଳ ମିଳିବ। ସିଆଡ଼େ କାମକୁ ଦେଖିବାକୁ ପଡ଼ିବ, ଇଆଡ଼େ ଆମ ଭଗବାନଙ୍କୁ ଦେଖିବାକୁ ପଡ଼ିବ, ମାଆଙ୍କୁ ବି ଦେଖିବାକୁ ପଡ଼ିବ। ଏଇତ ଜୀବନ। କିନ୍ତୁ ମା। ମୁଁ କିନ୍ତୁ ଆଜି ଗର୍ବ, ମୋତେ ବହୁତ ଏଇ ଜନ୍ମଦିନ ଉପଲକ୍ଷେ ମୋତେ ଆଉ କିଛି ଦରକାର ନାହିଁ। ମୋତେ ଏଇଟା ବହୁତ ଭଲ ଲାଗେ। ମୁଁ ମାଆଙ୍କର, ମୋତେ ଲାଗେ ମୋ ଦୁର୍ଗା ମାଆଙ୍କର ପୁଅ। ମୋତେ ସେଇଟା ଗର୍ବ ଭଳିଆ ଲାଗେ। ମୁଁ ସବୁ ସମର୍ପଣ କରିଦେବି। ମୋତେ ନିଜକୁ ଲାଗେ ମୁଁ ପୂଜା କଲାବେଳେ ବି, ଯେତେବେଳେ ମୁଁ ଭସାଣି ନିଜେ ଯାଏ, ଠାକୁରଙ୍କୁ ବିସର୍ଜନ କରି ପାଣିରେ ପକେଇବାକୁ ଯାଏ, ମୋତେ ସେତେବେଳେ କାନ୍ଦ ଲାଗେ। ସେଇଟା ମୁଁ ଜାଣିପାରୁନି, ଆପେ ଆପେ ଆଖିରୁ ଲୁହ ବାହାରି ଆସେ। ପିଲାମାନେ ମୋତେ ବୁଝାନ୍ତି ସେ ଖୁସିରେ। ଆଉ ଯେଉଁ ମନ୍ଦିର ଯାଇଥିଲି, ସେ ମନ୍ଦିରର କିଛି ଦୃଶ୍ୟ ମୁଁ ଆପଣମାନଙ୍କୁ ଦେଖେଇବାକୁ ଚାହୁଁଛି। ମୋତେ ବହୁତ ଭଲ ଲାଗିଲା, ଆଉ ଆପଣମାନଙ୍କୁ ବି ଭଲ ଲାଗିପାରେ, ମୁଁ ସିଓର। ଆଉ ଏଠିକା ମୁଁ ବର୍ତ୍ତମାନ ବେଙ୍ଗଲୋର ସାଇଡ଼୍ରେ ଅଛି, ହାମ୍ପି ଏରିଆରେ। ସେ ଅଟୋବାଲା ମୋତେ ହେଲ୍ପ କଲେ। ମନ୍ଦିର ମୁଁ ଜାଣିନଥିଲି କେଉଁଠି, ସିଏ ମୋତେ ହେଲ୍ପ କଲେ, ଆଡ୍ରେସ୍ ଦେଲେ। ମୁଁ ସେଇ ଆଡ୍ରେସ୍ରେ ଯାଇକରି ମାଆଙ୍କୁ ଦର୍ଶନ କରିକି ଆସିଲି, ଭୋଗରାଗ କରିକି ଆସିଲି। ଆଉ ମାଆଙ୍କୁ କୋଟି କୋଟି ପ୍ରଣାମ। ଏବେ ଭିଡ଼ିଓ କିଛି ଆପଣମାନଙ୍କ ପାଇଁ କିଛି ଭିଡ଼ିଓ ମୁଁ ରେଡ଼ି କରିଛି। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିପାରେ। ଦୟାକରି ପ୍ଲିଜ୍ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ
भिडियोटी जदि आपण मानक भल लगे लाइक टे करेंगे जदि आपन केमती लगिला भिडियोटी केमती लगिला कमेंट माध्यम करेंगे आप इच्छा जब चाहिए शेयर करें। जय माँ दुर्गा जय माँ दुर्गा से तो मो चैनल नाटा रखी दुर्गा माता कहीं दुर्गा माता मुझे रखी जे कि चैनल मुझे लैंग्वेज मुझको भी माने सोशल मीडिया रे गाली करवा पूर्व मुझे भाभी दिए मत लोकटे कमेंट मिला मुझे जल्दी गाली कर दी ना ये मो माँ को चैनल मुझे नुह मो माँ ठाकुर जी जिते कहे कौ मोर क्या कि कहबार ना भल लगुच खराब भाषा कह कहतु मोर कौन अच्छे कहते पलैबे बेकार लोक सागर पढ़ार ना आज माइंड टाक फ्रेश करा आज कहीं मो जन्मदिन आ सहित माँ को अष्टमी पूजा बर्तमान पूजा करके आसी प्रसाद पाई आसी मोर आज पूरा उपवास धन्यवाद आशा कर भिडियोटी लगे भिडियोटी भल लगी पारे। जय माता हेलो गाइस वेलकम टू माय यूट्यूब चैनल Deepak. Today is my birthday. This is Durga Ashtami Puja. So I am very lucky. So I am very lucky. But I am the son of Rao. I am son of Durga Mata. Son of Durga Mata. सकाल समस्ते ड्यूटी गले मोर आज ड्यूटी था जे मो मैनेजर टू छुट्टी आनी छुट्टी आनी कहीं परमिशन आनी आज हूँ दुर्गा अष्टमी ओषा प्लस प्लस मो जन्मदिन समस्ते से रोषे करके खाई गले मुझे लेट गाधेबी कहीं आगे ड्यूटी जी से गाधे लेट हो मुझे मोर नेक्स्ट कमटा मुझे स्टार्ट करी अपेक्षा कली से खाई पी गले किसी डिस्टर्ब ना कहीं वर्क इज गॉड फास्ट वर्क इज गॉड कर्म ही भगवान से तो आसिक बाहर ना से कम कर्म कर्म ये आपा को छाड़ी रोचे बापा भाई माँ स्त्री छोट छुआ छोट पिला आम भाई बाहर आसिक रोच कौन बाहर पिला एंजॉय कर कौन एंजॉय यार ये की एंजॉय ये नो एंजॉय गोटे केवल बाहर पिला ही कह बाहर रोचे से भी कह सी के एंजॉय रोच चारिआड माइंड मेकअप करी जेकोसी पूजा पर्वणी आसू मन पड़ जाए गाँव से पुराणा कथा सतरे यार मत गाँव केते कौन डाकती मजा करती ये करती सी करती माइंड निना बेले बेले राग चिड़े माइंड निना से बेल कहीं मो पेन धरदे कवि बाहर जाए कविता बाहर जाए
ମୋ ମୁହଁରୁ ମୁଁ ଟିକେ କବିତା କହିଦିଏ, ଲୋକମାନେ ମୋତେ ତାକୁ ରାଗି କରନ୍ତି। ପଇସା ପଶିଲା, କବିତା ହଟିଲା, ପେନ୍ ହଟିଲା। ପଇସାର କମାଲ। ଛାଡ଼, ସେଥିରେ ତ ବ୍ୟାଚଲର୍ ଥିଲି, ଭାଇ ସାଂସାରିକ ହେଲି, ଭାଇ ସଂସାର ସମ୍ଭାଳିବାକୁ ହେଲେ ଭାଇ କର୍ମ ହିଁ କରିବାକୁ ପଡ଼ିବ, ସେଇଟା ପୁରା ଫାଇନାଲ୍। ଏମିତି ଜୀବନ ଉପରେ ଏମିତି ଚାଲିଛି। ଦେଖାଯାଉ ଦୁର୍ଗା ମା'ଙ୍କର ଆଶୀର୍ବାଦ, ମୋ ବାପା ମା'ଙ୍କର ଆଶୀର୍ବାଦ।